କେକ୍ ଆଣୁ ଆଣୁ ଦୋକାନରେ ଆଣିକି ଦେଖିଲା ବେଳକୁ କେକ୍ ପୁରା ନଷ୍ଟ ହେଇଗଲା। ଏମିତି ହବ ବୋଲି ଜାଣିନଥିଲି। ସକାଳ ପରୁ ବର୍ଷା ଏତେ ହଉଛି, ଘର ଭିତରୁ ପାଣି ପଶିଗଲା। ନମସ୍କାର, ଜୟ ଜଗନ୍ନାଥ। କାଲିଠୁ ବର୍ଷା ହଉଛି ଯେ ଛାଡ଼ିବାର ନାଁ ଧରୁନି। ଏଠି ଆମର ଟାଲି ଫୁଟିଥିଲା ବୋଲି ପାଣି ବହୁଛି। ବାଲ୍ଟି ଆଉ ଗୋଟେ ମାଡିଆ ଦେଇଛି। ଖାଲି ଏଠି ନୁହେଁ, ଆଜି ତମକୁ ଦେଖେଇବି ଆମ ଘର କେମିତିଆ। ସମସ୍ତେ ଭାବୁଥିବ ଆମେ ଭଲ ଘରେ ରହୁଛୁ, ଆମ କତର ପଇସା ଅଛି। ନା ଭାଇ, ତମ ଭଳିଆ ମୁଁ ବି ଗୋଟେ ମିଡିଲ କ୍ଲାସ ଛୁଆ। ମୋ ଲାଇଫରେ ବହୁତ କିଛି ଦେଖିଛି। ଧୀରେ ଧୀରେ ଘର ଭିତରେ ପାଣି ପଶିଗଲାଣି। କହିତେ ଗଲେ ଆମେ ଗୋଟେ ଭଙ୍ଗା ଘରରେ ରହୁଛୁ। ଚାଳର ପାଣି କେମିତି ବହେ ସେଟା ବି ଦେଖିଛି। ତଥାପି ବହୁତ ଖୁସିରେ ରହୁଛୁ। ଆଡେ ଏସବୁ ସାଙ୍ଗମାନେ ଏବେ ଖାଇକି ପଳେଇ ଆସିଥିଲି ଦୋକାନକୁ। ଆଗ ଦୋକାନରେ ବାପା ଅଛନ୍ତି, ମୁଁ ଆସି କେକ୍ ଦୋକାନ ଖୋଲିଦେଲି। ଏଇ ଟାଇମରେ ଗୋଟେ କଷ୍ଟମର ଆସିଲା, କିଛି ବର୍ଥଡେ ସେଲିବ୍ରେସନ ପାଇଁ ଜିନିଷ ନେଲା। କିଛି ସମୟ ପରେ ଆମ ବାନା ଆସିଲା, 2 ଜଣ ବସିକି କଥା ହେଲୁ। ତାପରେ ଦୋକାନ ବନ୍ଦ କରି ପଳେଇ ଆସିଥିଲି ଘରକୁ। ଆଜି ଆମର ହେଇଥିଲା ଚିକେନ। ବର୍ଷା ପାଗକୁ ଚିକେନ ଟା ବାଡେଇ ଦେଇକି ବେଳତା ବଙ୍କୁ ମୁଁ ଆସିଲୁ କେକ୍ ନବାକୁ। ଏଠି ଆମକୁ ପ୍ରୋବ୍ଲେମ ଫେସ୍ କରିବାକୁ ପଡିଲା। ଯାହା ହଉ କେକ୍ ନେଇକି ପଳେଇ ଆସିଥିଲି। ଦୋକାନରେ ପହଞ୍ଚିକି ଯେତେବେଳେ ସବୁ କେକ୍ ଖୋଲିଲେ ଚେକ୍ କରିବାକୁ, ତା ଭିତରୁ ଗୋଟେ କେକ୍ ଚାପିକି ନଷ୍ଟ ହେଇଯାଇଛି। ଗଲା ଆଜି 400 ଟଙ୍କା ଲସ୍ ହେଇଗଲା। ଆଜିର ବ୍ଲଗ ଏଇଠି ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗରେ।